नमस्कार बंधुगण आमे शुणुछे उपन्यास प्रेमिका लेखक विभूति पट्टनायक प्रेमिकार पत्रलिपि आपणकर टिके अनुकंपा और ऋणुए स्नेह मो जीवनर काम्य बेसी किछि मोर लोड़ा नाही। आपणक दुखरे अश्रु ढालिबारे जो आनंद से आनंद धनर कुबेरपुरी रे कौन मिलिब। आउ सेतिकी जदि मो जीवन रे न आसे तेबे सारा जीवन आपणकर वर्तमानर निबिड़ स्नेह ममता आउ आपणक सांगरे दुईटी दिनर स्मृति मो जीवनर संबल होई रहिब। चिठीटा बापांक हातकू न जाउणु मु पाइली, मात्र सान भाई चिठीटा छड़े नहीं पढ़ीदेला। सेदिन मते चिड़ेई चिड़ेई अस्थिर करी पकाइला। आपणଙ୍କୁ ମୁଁ ଅନୁରୋଧ କରିଥିଲି ବସନ୍ତ ଟିକା ନେବାକୁ, ଏଥିପାଇଁ ସେ ମୋତେ ଏତେ ଚିଡ଼େଇଲା। ଘରେ ବାହାରେ ସବୁବେଳେ ଆପଣଙ୍କ କଥା ଶୁଣି ଶୁଣି ଏମିତି ଅସ୍ଥିର ମୁଁ ହେଉଛି ଯେ ଆପଣ ସେ କଥା ମୋଟେ ବୁଝିପାରିବେ ନାହିଁ। ବୀର ବାବୁଙ୍କ ସ୍ତ୍ରୀ ମଧ୍ୟ ମୋତେ ସବୁବେଳେ ଥଟ୍ଟା କରୁଛନ୍ତି। ମୁଁ ତାଙ୍କୁ ନୂଆ ବୋଉ ଡାକେ, ତେଣୁ ସେ ମୋତେ ସବୁବେଳେ ଚିଡ଼ଉଛନ୍ତି ଆପଣଙ୍କ କଥା କହି। ବୈରାଗୀ ଭାଇ ଏ ଭିତରେ ଥରେ ଆସିଥିଲେ। ମୁଁ ଶୋଇପଡ଼ିଥିଲି। ସାନ ଭାଇ ଉଠାଇ ଦେଲା। ତାଙ୍କୁ ଦେଖି ଲାଜରେ ନମସ୍କାର କରିବାକୁ କେତେ ସମୟ ପାଇଁ ଭୁଲିଗଲି, କାରଣ ଏ କଥା ତାଙ୍କ କାନକୁ ଯିବା ପରେ ମୁଁ ତାଙ୍କୁ ପ୍ରଥମ ଦେଖିଲି। ସେ ମଧ୍ୟ ମୋତେ କେବଳ ପରୀକ୍ଷା କଥା ପଚାରି ଚାଲିଗଲେ। ଅନ୍ୟଥର ପରି ଏଥର କିଛି ଗପ କରିନାହାନ୍ତି। କଟକ ଅପେକ୍ଷା ଆପଣ ଏଠି ବେଶୀ ମନେ ପଡ଼ୁଛନ୍ତି। ସବୁବେଳେ ମନେ ପଡ଼ୁଛନ୍ତି କହିଲେ ଚଳେ। କୌଣସି କାମ କରିବାକୁ ଇଚ୍ଛା ହେଉନି, ଲେଖିବାକୁ ବସିଲେ ଲେଖିପାରୁନି, ଉପନ୍ୟାସ କେମିତି ଆରମ୍ଭ କରିବି ଜାଣିପାରୁନି। ଆପଣ ସେଦିନ ଠିକ୍ କଥା କହିଥିଲେ। ମୁଁ ଭାବି ପାରୁନଥିଲି ଏମିତି କେମିତି ହୁଏ, କିନ୍ତୁ ବର୍ତ୍ତମାନ ଠିକ୍ ଅନୁଭବ କରିପାରୁଛି। ହଷ୍ଟେଲ ସମୟ। ଆପଣଙ୍କ ପ୍ରଥମ ସର୍ତ୍ତ ଅନୁଯାୟୀ ମୁଁ ନିଜକୁ ବହୁତ ଆଗରୁ ପ୍ରସ୍ତୁତ କରି ନେଇଛି। ଭାବିବେନି ମୁଁ କେବଳ କଳ୍ପନାରେ ବା କଥାରେ ସବୁ କହିଦେଉଛି। ମୁଁ ଯାହା କହୁଛି ତାହା କରିବି ମଧ୍ୟ। ମୁଁ କୋଟିପତିର ଅଲିଅଳି କନ୍ୟା ନୁହେଁ ଯେ ମୋ ଦେହରେ କେବେ ହାଣ୍ଡିକଳା ଲାଗିବ ନାହିଁ ବା ରୋଷେଇ ଧୂଆଁ ବାଜିବ ନାହିଁ। ଆପଣଙ୍କ ଦ୍ୱିତୀୟ ସର୍ତ୍ତ। ଆପଣଙ୍କ ସେଇ ଅଂଶତକ ପଢ଼ି ପୁଣି ଥରେ ଭାବିବା ପାଇଁ ମଧ୍ୟ ମୋର ସାହସ ବା ଧୈର୍ଯ୍ୟ ନାହିଁ। ମୁଁ ଜାଣେ ଏ ପଥ କେମିତି କଣ୍ଟକିତ, ତଥାପି ସେଇଟାକୁ ଭାବିବା ପାଇଁ ମୁଁ ଆଦୌ ରାଜି ନୁହେଁ। ଆପଣ କଳ୍ପନା ବିଳାସୀ। କଳ୍ପନାକୁ ନେଇ ଆପଣ ବାସ୍ତବକୁ ଭୁଲି ଯାଇପାରିବେ ଖୁବ୍ ନିର୍ଦ୍ୱନ୍ଦରେ। ମାତ୍ର ମୁଁ ଭାରି ବାସ୍ତବବାଦୀ। କଳ୍ପନାକୁ ନେଇ ବଞ୍ଚିପାରିବି ନାହିଁ। ସେଭଳି କଠିନ ହୃଦୟ ମୋର ନୁହେଁ। ଆପଣଙ୍କୁ ଯଦି ନ ପାଇବି ଆତ୍ମହତ୍ୟା କରିବି। ଆତ୍ମରକ୍ଷା ପାଇଁ ଚେଷ୍ଟା କରିବିନି। ମୁଁ ମୋ ସିଦ୍ଧାନ୍ତରେ ଏକାନ୍ତ ଅଟଳ। ତେଣୁ ଆପଣ ଯାହା ସିଦ୍ଧାନ୍ତ କରନ୍ତୁ ନା କାହିଁକି, ମୁଁ ଆପଣଙ୍କ ଦ୍ୱିତୀୟ ସର୍ତ୍ତଟି କୌଣସି ମତେ ପାଳନ କରିପାରିବିନି। ରଙ୍ଗମଞ୍ଚରେ ଅଭିନୟ କରିବା ଆଉ ଜୀବନ କ୍ଷେତ୍ରରେ ଅଭିନୟ କରିବା ଭିତରେ ବହୁତ ତଫାତ୍ ଅଛି। ଫଟୋ ପଠାଇବି କାହିଁକି? ସାରା ଜୀବନ ଯଦି ଆପଣଙ୍କ ଜୀବନର ଅନ୍ଧକାର ଗିରିଗହ୍ୱରରେ ପ୍ରଦୀପ ହୋଇ ମୁଁ ଜଳିବିନି, ମୋ ନିର୍ଜୀବ ଫଟୋ ଆପଣ କ'ଣ କରିବେ? ଜୀବନ୍ତ ପଦାର୍ଥକୁ ହରାଇବାକୁ ଯଦି ପ୍ରସ୍ତୁତ ଅଛନ୍ତି, ତେବେ ନିର୍ଜୀବ ଗୋଟିଏ ଚିତ୍ର କ'ଣ ହେବ? ହଷ୍ଟେଲ ମଙ୍ଗଳବାର ସନ୍ଧ୍ୟା। ଆପଣ ଏତେ ମିଳାମିଶା ପରେ ମଧ୍ୟ ମୋ ପ୍ରକୃତି ଜାଣିପାରିଲେନି। ମୁଁ ଖୁବ୍ ରାଗରେ ଅଧୀର ହେଲେ ବି ପାଟି କରିପାରେ ନା। ଖୁବ୍ ଆନନ୍ଦରେ ହର୍ଷମୁଖରା ହୋଇଉଠେ ନା, କିନ୍ତୁ ଖୁବ୍ ଦୁଃଖରେ ଅସମ୍ଭବ ଭାଙ୍ଗି ପଡ଼େ। ମୋର ପ୍ରକୃତି ସ୍ୱଭାବତଃ ଧୀର, ଏକଥା ସମସ୍ତେ ଜାଣନ୍ତି। ତେଣୁ କୌଣସି ଅନୁଭବର ପ୍ରତିକ୍ରିୟା
ମୋ ବ୍ୟତୀତ ଅନ୍ୟ କେହି ଧରିପାରନ୍ତିନି। ଆପଣଙ୍କୁ ଦେଖି ହସେନା, କଥା କୁହେନା, ଏଥିପାଇଁ କ'ଣ ଆପଣ ମଧ୍ୟ ମୋ ମନର ପ୍ରତିକ୍ରିୟା ବୁଝିପାରିବେନି? ଆପଣଙ୍କୁ ଦେଖି ହସେନା, କଥା କୁହେନା, ଏଥିପାଇଁ କ'ଣ ମୁଁ ଖୁସି ହୋଇପାରେନା ବୋଲି ଆପଣ ଭାବନ୍ତି? ଆପଣଙ୍କୁ ଦେଖିଲେ ମୁଁ ସବୁ କଥା, ସବୁ ରାଗ ଅଭିମାନ ଭୁଲିଯାଇ ନୂଆ କଥାର ଛନ୍ଦ ଶୁଣିବାକୁ ଅଧୀର ଆଗ୍ରହରେ ଅପେକ୍ଷା କରିଥାଏ। ହଷ୍ଟେଲ ଶୁକ୍ରବାର ସଞ୍ଜ। ଆପଣ ଚାରିତ୍ରିକ ଶୁଭ୍ରତାକୁ କ'ଣ ମନେ କରନ୍ତି? ମୋର ମନେ ହେଉଛି ଆପଣଙ୍କ ସଙ୍ଗେ ମୋର ସମ୍ପର୍କ ନିବିଡ଼ ହେବା ଦିନଠୁ ଅନ୍ୟତ୍ର ବିବାହ କଥା ଭାବିବା ମଧ୍ୟ ମୋ ପାଇଁ ପାପ। ଆପଣଙ୍କ ପାଇଁ ମୋ ମନରେ ଭଲ ପାଇବାର ଗଭୀରତା କେତେ ଆପଣ ସେ କଥା କଦାପି କଳ୍ପନା କରିପାରିବେ ନାହିଁ। ଆପଣଙ୍କ ସଙ୍ଗେ ଦେଖାହେଲେ ମୁଁ ପଥର ପ୍ରତିମା ହୋଇଯାଏ ବୋଲି ମୋର ଭଲ ପାଇବାକୁ ଆପଣ ଏତେ ହାୱା ଭାବରେ ଗ୍ରହଣ କରିବା ଅନ୍ୟାୟ। ସତ କହୁଛି, ଆପଣଙ୍କ ପାଖରୁ ଫେରିବା ପରେ ମୋର ମନେ ହୁଏ ଅନେକ କଥା ଯେମିତି ମୋର କହିବାକୁ ଥିଲା, କିନ୍ତୁ କିଛି କହିପାରିଲିନି। ଆଉ ଥରେ ଦେଖାହେଲେ କହିବି ବୋଲି ମନେ ମନେ ଠିକ୍ କରେ, କିନ୍ତୁ ଦେଖାହେଲା ପରେ କିଛି କହିବାର ନଥାଏ, ସବୁ ଖାଲି ଶୁଣିଯାଏ, କିଛି ହେଲେ କହିପାରେନି। ଫେରିଆସି ମନ ଖରାପ କରେ। ଆପଣଙ୍କଠୁ ଏବେ ବି ମୁଁ ବହୁତ ଦୂରରେ ଅଛି। ମୋର ଧାରଣା ସେଦିନ ସିନେମା ହଲ୍ରୁ ଫେରିବା ପରଠୁ ଆପଣ ଆଉ ମୋ ପାଖରେ ପର ହୋଇନାହାନ୍ତି। ସବୁ ଦୂରତ୍ୱ ସେଇ ଦିନଠୁ କଟିଯାଇଛି। କାଲି ରାତିରେ ଆପଣଙ୍କୁ ସ୍ୱପ୍ନ ଦେଖି ସାରା ରାତି କାନ୍ଦିଛି। ସକାଳୁ ତକିଆଟା ସମ୍ପୂର୍ଣ୍ଣ ଓଦା। ସମସ୍ତେ ପଚାରିବାରୁ ଝାଳ ବହି ଓଦା ହୋଇଛି ବୋଲି କହିଦେଲି। ମାତ୍ର ଶୀତ ଦିନରେ ଝାଳ ବହିବା କଥାଟା କେମିତି ଅସଙ୍ଗତ କହିଲେ। ସମସ୍ତେ ହସି ହସି ମୋତେ ଅସ୍ଥିର କରି ପକାଉଛନ୍ତି। ହଷ୍ଟେଲ ମଙ୍ଗଳବାର ରାତ୍ରି। ବଡ଼ ଲୋକ ହେବାକୁ ମୁଁ କେବେ ଚାହିଁନି। ମୁଁ ଦେଖିଛି ନାନା ଅଭାବ ଅସୁବିଧା ଭିତରେ ବି ବାପା ବୋଉଙ୍କର କେବେ ମନୋମାଳିନ୍ୟ ହୋଇନି। ବହୁତ ପୁଣି ବିରାଟ ଜମିଦାରଙ୍କର ଏକମାତ୍ର କନ୍ୟା ଆଉ ଏକମାତ୍ର ସନ୍ତାନ ଥିଲା। ବୋଉଠୁ ମୁଁ ସେତିକି ଶିଖିଛି। ଧନ ନେଇ କେହି କେବେ ସୁଖୀ ହୋଇନି। ସେଥିପାଇଁ ବୋଉର ମାମୁଁ ଘରକୁ ଯିବାକୁ ମୁଁ ଭଲ ପାଏନି। ସେମାନଙ୍କ ଚାଲିଚଳନ ଆଭିଜାତ୍ୟ ଭିତରେ ମୁଁ ଅଣନିଶ୍ୱାସୀ ହୋଇପଡ଼େ। ହଷ୍ଟେଲ ରାତି। ଏ କକ୍ଷର କାରାବାସେ ବନ୍ଦିନୀ ମୁଁ ନିସଙ୍ଗ ବିହଙ୍ଗୀ। ତୁମରି ସରଣୀ ଖୋଜେ ଏହି ସଞ୍ଜେ ମନର କୁରଙ୍ଗୀ। ପ୍ରଥମୟ ମଳୟ ଲାଗେ ଏ ତନୁରେ ବାତାୟନ ଡେଇଁ। ଦେହରେ କମ୍ପନ ଜାଗେ ସେଦିନର ସ୍ମୃତି ଉଠେ ଚେଇଁ। ତୁମେ ଆଜି ବହୁ ଦୂରେ, ଆମେ ମଧ୍ୟେ ଅନେକ ଦୂରତ୍ୱ। ତୁମରି ସେ ଗୃହ ଡାକେ ବିଳପଇ ଆଜି ମୋ ନାରୀତ୍ୱ। ଭାବ ନାହିଁ ଏତେ ବେଶୀ ରାଣ ଅଛି ଏ ସଞ୍ଜ ଲଗନେ। ମନ ପ୍ରାଣ ସବୁ ମୋର ଅଛି ପରା ତୁମରି ଅଙ୍ଗନେ। ବନ୍ଦିନୀ ମୁଁ ଏ କକ୍ଷରେ ଝୁରେ ବସି ରଜନୀ ଦିବସ। ବହି ପରେ ଦୃଷ୍ଟି ରଖେ କରେ ଖାଲି ବିଫଳ ପ୍ରାୟସ। ହଷ୍ଟେଲ ସିକ୍ ରୁମ୍ ଗୁରୁବାର ରାତି। ମୋତେ ଜ୍ୱର ବେଶୀ ହେବାରୁ ସିକ୍ ରୁମ୍କୁ ଆସିଛି। ଦେହ ଖରାପ ହେଲେ ଏହି ରୁମ୍ରେ ରୁହନ୍ତି। ଏ ରୁମ୍ଟା ଅଲଗା। 4 ତାରିଖ ସନ୍ଧ୍ୟାରୁ ମୁଁ ଏ ରୁମ୍କୁ ଆସିଛି। ସେଦିନ ଜ୍ୱର ଥିଲା 103 ଡିଗ୍ରୀ। ଆପଣଙ୍କ ଚିଠି ପାଇଲା ପରେ ଝାଳ ବହି ଜ୍ୱରଟା ଅନେକ ପରିମାଣରେ କମିଗଲା। ଏ 2 ଦିନ ଜ୍ୱର ମୋଟେ ରିମିସନ୍ ହୋଇନି। ଶୋଇ ଶୋଇ ଆପଣଙ୍କ କଥା ହିଁ ଭାବୁଛି। ଆପଣ କ'ଣ ସେ କଥା ଜାଣିପାରୁଛନ୍ତି? ନନ୍ଦିତା କାଲି ହଷ୍ଟେଲ ଆସିଥିଲା। ମୋତେ ଦେଖି କହିଲା, କ'ଣ ରୋଗ ଶଯ୍ୟାରେ ଶୋଇ ଶୋଇ ଭାବୁଛୁ? ମୁଁ ପର୍ଲେସ୍ ବଙ୍କ ପିଓନି ବହିଟା ପଢ଼ୁଥିଲି। କହିଲି, ଭାବିଲି ଆଉ କେତେବେଳେ ଦେଖୁଛୁ ତ ପଢ଼ୁଛି। ତାପରେ ପଚାରିଲା, ତୋ ଦେହ ଖରାପ ଅଛି ଶୁଣି କାଲି ତୋତେ ଦେଖିବାକୁ ଆସିଥିଲେ କି? ମୁଁ କହିଲି, ଏମିତି ଅସମ୍ଭବ କଥା କେମିତି ଭାବି ପାରୁଛ ଯେ? ସେ କହିଲା,
କାଲି ଦେଖିଥିଲି ରିକ୍ସାରେ ଇଆଡ଼େ ଆସୁଥିଲି, ସେଥିପାଇଁ ପଚାରିଲି। ତା କଥା ଶୁଣି ଭାବୁଥିଲି ସତରେ ଯଦି ହଷ୍ଟେଲରେ ଆପଣ ମୋତେ ଦେଖା କରୁଥାନ୍ତେ ତେବେ ଖୁବ୍ ଶୀଘ୍ର ମୋ ଦେହ ଭଲ ହୋଇଯାଆନ୍ତା। ହଷ୍ଟେଲ ରାତି। ହଁ, ଆମ ହଷ୍ଟେଲରେ ସମସ୍ତେ ମୋତେ ଭାଉଜ କିରିବାକୁ ବ୍ୟାକୁଳ। ମାନେ ସେମାନେ ଆପଣଙ୍କୁ ଭାଇ କରିବାକୁ ବ୍ୟଗ୍ର। ମୁଁ ଏଠି ଏତେ ନଣନ୍ଦଙ୍କ ଅଳି ବୁଝିବି ନା ପାଠ ପଢ଼ିବି। ଆମ ଉପର କ୍ଲାସ୍ ପିଲାମାନେ ମଧ୍ୟ ମୋତେ ଭାଉଜ ଡାକିବାକୁ ଆରମ୍ଭ କରିଦେଲେଣି। ଭଉଣୀମାନଙ୍କୁ ଆପଣ ଏଥର ସମ୍ଭାଳନ୍ତୁ। ଆପଣଙ୍କ ପାଇଁ ଝିଅମାନେ ପାଗଳ ବୋଲି ପରା ବିଶ୍ୱାସ କରୁନଥିଲେ। ଆପଣଙ୍କୁ ଭାଇ କରିବା ପାଇଁ କେମିତି ପାଗଳ ହେଉଛନ୍ତି ଦେଖିଲେ ତ। ଏତେ ନଣନ୍ଦକ ଗେହ୍ଲା ଭାଉଜ ହେବା କେତେଜଣଙ୍କ ଭାଗ୍ୟରେ ଜୁଟେ। ହଷ୍ଟେଲ ରବିବାର ରାତି 8ଟା। ଆପଣଙ୍କ ସେବା କରିବା ପାଇଁ ଏ ଜୀବନରେ ଯଦି କେବେ ସୁଯୋଗ ଆସେ ତେବେ ସେତିକି ମୋ ପାଇଁ ଯଥେଷ୍ଟ। ଆପଣଙ୍କ ଟିକେ ଅନୁକମ୍ପା ଓ ରେଣୁଏ ସ୍ନେହ ମୋ ଜୀବନର କାମ୍ୟ। ବେଶୀ କିଛି ମୋ ଲୋଡ଼ା ନାହିଁ। ଆପଣଙ୍କ ଦୁଃଖରେ ଦୁଃଖୀ ଆଉ ସେତିକି ଯଦି ମୋ ଜୀବନରେ ନ ଆସେ ତେବେ ସାରା ଜୀବନ ଆପଣଙ୍କ ବର୍ତ୍ତମାନର ନିବିଡ଼ ସ୍ନେହ ମମତା ଆଉ ଆପଣଙ୍କ ସଙ୍ଗରେ 2ଟି ଦିନର ସ୍ମୃତି ମୋ ଜୀବନର ସମ୍ବଳ ହୋଇ ରହିବ। ହଷ୍ଟେଲ ରବିବାର ଅପରାହ୍ନ। ମୋତେ ସବୁବେଳେ ଗମ୍ଭୀର ଦେଖି ନିଜ ବେଶ ପୋଷାକ ପ୍ରତି ଅଯତ୍ନଶୀଳା ଓ ଶାଢ଼ୀ ଗହଣା ପ୍ରତି ଅତିରିକ୍ତ ବିତୃଷ୍ଣା ଦେଖି ମାଗୁ ଭାଇ ସନ୍ଦେହ କରିଥିଲେ। ଗତ 24 ତାରିଖ ଦିନ ବାପା ବୋଉ ଆସି ମୋତେ ନେଇଗଲେ ମାଗୁ ଭାଇଙ୍କ ପାଖକୁ। ମାଗୁ ଭାଇ ଯେଉଁ ନାଇଲନ୍ ଶାଢ଼ୀ ଆଣିଥିଲେ ଆମେରିକାରୁ, ତାକୁ ମୁଁ ଯେତେବେଳେ ଗ୍ରହଣ ନ କଲି ସେ ତାର କାରଣ ପଚାରିଲେ। ମୁଁ କହିଲି ନାଇଲନ୍ ବା ଦାମୀ ଶାଢ଼ୀ ପିନ୍ଧିବି ନାହିଁ ବୋଲି ପ୍ରତିଜ୍ଞା କରିଛି। ତାପରେ ସେଦିନ ରାତିରେ ଅପା ମୋତେ ବହୁତ ରାଣ ପକାଇଲା। ମାଗୁ ଭାଇଙ୍କ ରାଣ। ଜୁବୁଲି, ଯାହାକୁ ମୁଁ ବେଶୀ ଭଲ ପାଏ, ତାର ରାଣ। କହିଲା, ତୋର କ'ଣ ହେଇଛି କହ। ମୁଁ ବାଧ୍ୟ ହୋଇ ସବୁ କହିଲି। ଘରଟା ଅନ୍ଧକାର ଥିଲା। ଅପା ଓ ମୁଁ ମଶାରୀ ଭିତରେ ଶୋଇ ଗପ କରୁଥିଲୁ। ତେଣୁ ମାଗୁ ଭାଇ କେତେବେଳେ ଘର ଭିତରକୁ ଆସି ସବୁ ଶୁଣିଛନ୍ତି ଏକଥା ମୁଁ ଆଦୌ ଜାଣିପାରିନଥିଲି। ଶେଷରେ ଅପା ପଚାରିବାରୁ ମୁଁ ଯେତେବେଳେ ଆପଣଙ୍କ ନାଁଟା କହିଦେଲି ମାଗୁ ଭାଇ ହୋ ହୋ ହସି ଉଠିଲେ। ଭାବନ୍ତୁ ମୋ ଅବସ୍ଥା ସେତେବେଳେ କ'ଣ ହେଇଥିବ। ତାପରେ ଛାତରେ ପଡ଼ିଥିବା ଚେନାଏ ଆଲୁଅକୁ ଦେଖି ମାଗୁ ଭାଇ ମନ୍ତବ୍ୟ ଦେଲେ, ଏ ନିଷିଦ୍ଧ ନିରନ୍ତ୍ର ଅନ୍ଧାର ଭିତରେ ଏଇ ସଫେଦ ଛାତ ଉପରେ ଚେନାଏ ଉଜ୍ଜଳ ଆଲୁଅ ଯେ କେମିତି ଏତେ ଅଚାନକ ଅପ୍ରତ୍ୟାଶିତ ଭାବରେ ଆସି ପଡ଼ିଲା। ଅପା ସେ କଥାର ମର୍ମ ନ ବୁଝିଲେ ବି ମୁଁ ବୁଝିଲି। ତାପରେ ମୁଁ ଆଉ ମାଗୁ ଭାଇଙ୍କୁ ମୁହଁ ଟେକି ଚାହିଁପାରିନି। ହଷ୍ଟେଲ ବୁଧବାର ସକାଳ 8। ହଁ, ଆପଣଙ୍କ ଫଟୋଟା ମୋଠୁ ଅପା ନେଇଗଲା। ମୁଁ ମନା କରନ୍ତି କେମିତି? ଫଟୋଟା ନେବାକୁ ଜୁବୁଲି ଜିଦ୍ ଧରିଥିଲା। ବାବୁଙ୍କ ଫଟୋ ନେବି କହି କାନ୍ଦିଲା। ତେଣୁ ବର୍ତ୍ତମାନ ଆମେ ମାଗୁ ଭାଇଙ୍କ ଆଲବମ୍ରେ ଗୋଟିଏ ପେଜ୍ରେ ଆମ ଦୁହିଁଙ୍କ ଫଟୋ ମାରି ମୋତେ ଦେଖାଉଥିଲେ। କିନ୍ତୁ ମୁଁ କ'ଣ କରିବି? ମୋତେ ଆଉ ଗୋଟେ ଫଟୋ ଦେବେନି? ମହାସପ୍ତମୀ ଘର। ସେଦିନ ମୋ ଚିଠି ନ ପାଇ ଭଲ ହୋଇଛି। ସେଦିନ 5ଟା ବେଳେ ଯେଉଁ ବର୍ଷା, ସେଇ ବର୍ଷାରେ ଭିଜି ଭିଜି ଚିଠି ପାଇଥିଲେ ଆପଣ ନିଶ୍ଚୟ ଆସିଥାନ୍ତି। ମୋ ବୀଣା ସେଦିନ ଭିଜି ଭିଜି ଗଲାବେଳେ ଭଗବାନଙ୍କୁ ଡାକୁଥିଲି ଆପଣ ଯେମିତି ମୋ ଚିଠି ନ ପାଆନ୍ତୁ। ଭଗବାନ ମୋ ଡାକ ଶୁଣିଲେ। ସେଇଦିନ ଭିଜି ଭିଜି ଗଲାବେଳେ ମନେ ପଡ଼ୁଥିଲା ଆପଣଙ୍କ ସାଙ୍ଗରେ ପ୍ରଥମ ସାକ୍ଷାତର ସ୍ମୃତି। ସେଦିନ ମଧ୍ୟ ଏମିତି ଝରଝର ବର୍ଷାରେ ଭିଜି ଭିଜି ବୀଣା ଓ ମୁଁ ଯାଇଥିଲୁ। ବୀଣା ସେଇ କଥା ମୋତେ ମନେ ପକାଇଦେଲା। ସେଦିନ ସିନେମା ଆସିଲୁ। ବାଜେ ତ ହୋଇଛି, ତା ଛଡ଼ା ମୋ ମନ ମୋଟେ ଭଲ ଲାଗିଲାନି। ମୋ ହାତ ପାଖ ସିଟ୍ଟା ଶେଷ ପର୍ଯ୍ୟନ୍ତ ଖାଲି ପଡ଼ିଥିଲା।
ଆପଣ ତ ଆସିନଥିଲେ, ସେଥିପାଇଁ ସେଇଟା ଖାଲି ଥିଲା ନୁହେଁ? ସୁନାଟି ପରା, ମୋ ଦେହ ଲାଗି ଏତେ ନ ଭାବି ନିଜ ଦେହ କଥା ଟିକେ ବର୍ତ୍ତମାନ ପାଇଁ କେଇଦିନ ଭାବିଲେ ହୁଅନ୍ତା ନାହିଁ? କାଲି 4ଟା ବେଳେ ବାପାଙ୍କୁ ଚା ଦେଲାବେଳେ ତାଙ୍କ ପକେଟରେ ଆପଣଙ୍କ ଅକ୍ଷର ଦେଖି ଆନନ୍ଦ ଓ ପୁଲକରେ ମନେ ମନେ ଶିହରି ଉଠିଲି। ଚିଠିଟା କିନ୍ତୁ ଦେବାକୁ ବାପାଙ୍କର ମନେ ନଥିଲା। ବୋଉକୁ କହିଲାରୁ ବୋଉ ଯାଇ ଚିଠିଟା ଆଣିଲା। ବାପା ଚିଠିଟା ଖୋଲି ନଥିଲି। ଏମିତି କେତେଦିନ ଆଉ ଚଳିବା? ହଷ୍ଟେଲ ରାତି, ଆଗ୍ନେୟ ଏ ଲାଭା ପୁଣି ହୁଏ ବି ତ ମୂର୍ତ୍ତିକା ଉର୍ବର ସିକ୍ତ ତାକୁ କରେ ଯେବେ ବରଷାର ବିନ୍ଦୁ ବିନ୍ଦୁ ଜଳ। ବକ୍ଷ ପରେ ହୁଏ ତାର ସମାରୋହ ସବୁଜ ଶସ୍ୟର ମୌସୁମୀ ଜୁଆରରେ ଜମି ଯେବେ ମେଘର ଆସର। ମୋ ଅଶ୍ରୁର ସିକ୍ତ ହେଲେ ତୁମ ମନ ଚାରଣ ଭୂମିକା ଉତ୍ତପ୍ତ ଲାଭାର ସ୍ରୋତ ହେବ ନିଶ୍ଚେ ଉର୍ବର ମୃତ୍ତିକା। ହସିବ ଶ୍ୟାମଳ ଶସ୍ୟ ତୁମ ମନ ଉର୍ବର ଭୂଇଁରେ ହେବି ମୁଁ ବିଭୋର ମୁଗ୍ଧ ପହଁରି ପହଁରି ମୋର ଅଶ୍ରୁର ନଈରେ। ପ୍ରତ୍ୟୟ ହୁଏ ମୁଁ ଆଜି ମୋ ନୟନ ଅଶ୍ରୁ ନଦୀ ତୀରେ ତୁମରି ମମତା ପଦ୍ମ